ମା ତାରିଣୀ କିଏ? କାହିଁକି ମା ଦୁର୍ଗା ଏବେ ପଥର ହୋଇ ପୂଜା ପାଉଛନ୍ତି ତାରିଣୀ ରୂପରେ? ପୁରୀରୁ କେନ୍ଦୁଝରକୁ କେମିତି ଆସିଲେ ମା ତାରିଣୀ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ କାହାଣୀ। ମା ତାରିଣୀଙ୍କର ଗୁପ୍ତ ରହସ୍ୟ। ଓଡ଼ିଶା ରାଜ୍ୟ କେନ୍ଦୁଝର ଜିଲ୍ଲା ଘଟଗାଁରେ ଅବସ୍ଥିତ ମା ତାରିଣୀଙ୍କ ଭବ୍ୟ ମନ୍ଦିର। କରୁଣାମୟୀ ମା ତାରିଣୀଙ୍କ ଆଶୀର୍ବାଦ ଟିକେ ପାଇବା ପାଇଁ କାହିଁ କେତେ ଦୂରରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାଙ୍କ ପାଖକୁ ଧାଇଁ ଆସିଥାନ୍ତି। ହେଲେ ମା ତାରିଣୀଙ୍କ କ'ଣ ରହିଛି ପୌରାଣିକ ମତ। ତ୍ରେତେୟା ଯୁଗରେ ଭଗବାନ ରାମଙ୍କୁ ବନବାସ ହୋଇଥିଲା। ମାତା ସୀତାଙ୍କୁ ହରଣ କରି ନେଇଯାଇଥିଲେ ରାବଣ। ଠିକ୍ ସେତିକିବେଳେ ପ୍ରଭୁ ରାମଚନ୍ଦ୍ର ମା ଦୁର୍ଗତିନାଶିନୀ ଦୁର୍ଗାଙ୍କୁ ଆରାଧନା କରିଥିଲେ। ପୂଜାରେ ସନ୍ତୁଷ୍ଟ ହୋଇ ମା ଦୁର୍ଗା ଶୂନ୍ୟବାଣୀ କରିଥିଲେ, ବତ୍ସ୍ୟ, ମୁଁ ତୁମ ଆରାଧନାରେ ସନ୍ତୁଷ୍ଟ ହେଲି। ତୁମ ସମ୍ମୁଖରେ ମା ତାରିଣୀ ରୂପେ ଆବିର୍ଭାବ ହେବେ। କିନ୍ତୁ ଯଦି ତୁମେ ମୋତେ ଦେଖିଦେବ ତାହେଲେ ମୁଁ ପାଷାଣ ଅର୍ଥାତ୍ ପ୍ରସ୍ତର ପାଲଟିଯିବି। ଏତିକି କହିସାରିବା ପରେ ପ୍ରଭୁ ରାମଚନ୍ଦ୍ର ମାଙ୍କୁ ମୁଣ୍ଡିଆ ମାରି ଯେତେବେଳେ ଛିଡ଼ା ହୁଅନ୍ତି, ସେତେବେଳେ ପ୍ରଭୁ ରାମଚନ୍ଦ୍ରଙ୍କର ହଠାତ୍ ଆଖି ପଲକ ଖୋଲିଗଲା ଏବଂ ସେ ମାଙ୍କୁ ଦର୍ଶନ କରିଦେଲେ। ମା ଦେଇଥିବା ବାକ୍ୟ ସତ୍ୟରେ ପରିଣତ ହୋଇଗଲା। ହଠାତ୍ ସେହି ସ୍ଥାନରେ ମା ପ୍ରସ୍ତର ପାଲଟିଗଲେ। ସେହି ଦିନଠାରୁ ମାଙ୍କୁ ତାରିଣୀ ରୂପରେ ସମସ୍ତେ ପୂଜା ଅର୍ଚ୍ଚନା କରନ୍ତି। ଏହି ଥିଲା ତ୍ରେତେୟା ଯୁଗର ପୌରାଣିକ ମତ। ଇତିହାସ କହୁଛି, ଅନେକ ବର୍ଷ ପୂର୍ବେ କେନ୍ଦୁଝରର ରାଜା ଥିଲେ ତ୍ରିଲୋଚନ ଭଞ୍ଜ। ତାଙ୍କ ପୁତ୍ରଙ୍କ ନାଁ ଥିଲା ଗୋବିନ୍ଦ ଭଞ୍ଜ। ସବୁ ଠିକ୍ ଚାଲିଥାଏ। 1480 ମସିହାରେ ତ୍ରିଲୋଚନଙ୍କର ମୃତ୍ୟୁ ହେଲା। ରାଜା ତ୍ରିଲୋଚନଙ୍କ ପରେ ପରେ ରାଜ୍ୟଭାର ପୁତ୍ର ଗୋବିନ୍ଦ ଭଞ୍ଜ ସମ୍ଭାଳିଥିଲେ। ସେ ହେଉଛନ୍ତି ମାଙ୍କ ପରମ ଭକ୍ତ। ସେ ରାଜକାର୍ଯ୍ୟରେ ବ୍ୟସ୍ତ ଥିବା ଯୋଗୁଁ ମାଙ୍କୁ ପୁରୀରୁ କେନ୍ଦୁଝରକୁ ଆଣିପାରୁନଥିଲେ। ସେଥିପାଇଁ ସେ ନିଜକୁ ବହୁତ ଦୁଃଖ ପ୍ରକାଶ କରୁଥିଲେ। ଏମିତି କିଛି ଦିନ ଗଲା। ପୁଣି ରାଜା ପୁରୁଷୋତ୍ତମ ଦେବ ଗୋବିନ୍ଦ ଦେବଙ୍କୁ ଡକରା ଦେଇ ପଠାଇଲେ। ପୁରୁଷୋତ୍ତମ ଦେବ ତାଙ୍କୁ ଜୟ ଗୋବିନ୍ଦ ଭଞ୍ଜ ମହାରାଜ ବୋଲି ସମ୍ବୋଧନ ତଥା ଆଖ୍ୟା ଦେଇଥିଲେ ଏବଂ ପୁରୀ ଅଞ୍ଚଳରେ ଥିବା ଆଠଗଡ଼ ଅଞ୍ଚଳ ତାଙ୍କୁ ଖୁସିରେ ଦାନ କରିଦେଇଥିଲେ। ଠିକ୍ ଏହି ସମୟରେ ଗୋବିନ୍ଦ ଭଞ୍ଜ କହିଲେ କାଞ୍ଚିରୁ ଆଣିଥିବା ମା ତାରିଣୀଙ୍କୁ ନିଜ ସହ କେନ୍ଦୁଝର ନେଇଯିବା ପାଇଁ। ଏହା ଶୁଣି ରାଜା ପୁରୁଷୋତ୍ତମ ଦେବ କହିଲେ, ମା ତାରିଣୀ ହେଉଛନ୍ତି ପାତାଳୀ, ତାଙ୍କୁ କେମିତି ଯେ ନେବ? ଏଥିରେ ନିରାଶ ନ ହୋଇ ଗୋବିନ୍ଦ ଭଞ୍ଜ ମାଙ୍କ ପାଖକୁ ଯାଇ ରାତିସାରା ପୂଜା ଅର୍ଚ୍ଚନା କଲେ। ଠିକ୍ ସେହି ରାତିର କଥା। ପୁରୁଷୋତ୍ତମ ଦେବ ରାତିରେ ଖାଇକି ଶୋଇବା ବେଳେ ମା ତାରିଣୀଙ୍କ ସ୍ୱପ୍ନ ଦେଶ ହେଲା। ସ୍ୱପ୍ନରେ ଆସି କହିଲେ, ଶୁଣ ହେ ପୁରୁଷୋତ୍ତମ ଦେବ, ଗୋବିନ୍ଦ ହେଉଛି ମୋର ପରମ ଭକ୍ତ। ତା ସହିତ ମୁଁ କେନ୍ଦୁଝରକୁ ଯିବି। ତାକୁ ତୁମେ ଅନୁମତି ଦିଅ। ଏତିକି କହି ମା ସ୍ୱପ୍ନରୁ ଚାଲିଗଲେ। ରାତି ବିତିଗଲା। ସକାଳ ହେଲା। ପୁରୁଷୋତ୍ତମ ଦେବ ଗୋବିନ୍ଦକୁ ଡାକରା ଦେଲେ ଏବଂ କହିଲେ, ଧନ୍ୟ ହେ ଗୋବିନ୍ଦ, ତମେ ମାକୁ ନେବା ପାଇଁ ତୁମେ ବନ୍ଦୋବସ୍ତ କର। ମାଙ୍କୁ କେମିତି ନେବେ ଗୋବିନ୍ଦ ଭାବି ଭାବି ଶେଷରେ ମାଙ୍କୁ ଧ୍ୟାନ କଲେ। ମା ଶୂନ୍ୟବାଣୀ ଦେଲେ ଏବଂ କହିଲେ, ଯେଉଁଭଳି ଘୋଡ଼ାରେ ଚଢ଼ି କାଞ୍ଚିରୁ ପୁରୀ ଆସିଥିଲି ସେହିଭଳି ତ ପଛେ ପଛେ କେନ୍ଦୁଝର ଯିବି। ଘୋଡ଼ା ଚାଲିଲେ ମୋ ପାଦର ପାଉଁଜି ରୁଣୁଝୁଣୁ ଶବ୍ଦରୁ ତୁ ଜାଣିବୁ ଯେ ମୁଁ ତ ପଛେ ପଛେ ଆସୁଛି। ଏତିକି ଶୁଣି ରାଜା ତା ପରଦିନ ସକାଳୁ ବାହାରି ପଡ଼ିଲେ କେନ୍ଦୁଝର ଅଭିମୁଖେ। ରାଜା ଘୋଡ଼ାରେ ସବାରି ହୋଇ ଆସୁଥାନ୍ତି। ପଛରେ ମା ତାରିଣୀ ମଧ୍ୟ ଘୋଡ଼ାରେ ବସି ଆସୁଥିବା ବେଳେ ତାଙ୍କ ରୁଣୁଝୁଣୁ ଶବ୍ଦ ରାଜାଙ୍କ କାନରେ ବାଜୁଥାଏ। ଏମିତି ଆସୁ ଆସୁ ଯେତେବେଳେ ସେ ଆନନ୍ଦପୁର ସୀମା ପାର ହୋଇ କେନ୍ଦୁଝର ସୀମାରେ ପହଞ୍ଚି ଜଙ୍ଗଲ ମଧ୍ୟରେ ପ୍ରବେଶ କଲେ, ଠିକ୍ ସେହି ସମୟରେ କେନ୍ଦୁଝରର ମଧ୍ୟସ୍ତରରେ ମାୟା ବିସ୍ତାର କରିଦେଲେ ମା ତାରିଣୀ। ଗୋବିନ୍ଦଙ୍କ ଘୋଡ଼ା ଆଗକୁ ଆଉ ଗଲା ନାହିଁ। ମାଙ୍କ ରୁଣୁଝୁଣୁ ଶବ୍ଦ ମଧ୍ୟ ରାଜାଙ୍କୁ ଶୁଭାଗଲା ନାହିଁ। ଠିକ୍ ଏହି ସମୟରେ ରାଜା ହଠାତ୍ ପଛକୁ ବୁଲି ଦେଖିଲେ। ଯେତେବେଳେ ସେ ପଛକୁ ଓଲଟି ଦେଖିଲେ, ମା କରୁଣାମୟୀ ତାରିଣୀ ସେଠାରେ ପ୍ରସ୍ତର ପାଲଟି ଯାଇଥିଲେ। ଏହାପରେ ପୁଣି ଶୂନ୍ୟବାଣୀ ହେଲା ଏବଂ ମା କହିଲେ, ମୁଁ ଏଠାରେ ହିଁ ପୂଜା ପାଇବି।
ସେହି ଦିନଠାରୁ ମା ଶାଳବଣରେ ଘଟଗାଁରେ ପୂଜା ପାଇ ଆସୁଛନ୍ତି। ଏହା ଥିଲା କରୁଣାମୟୀ ମା ତାରିଣୀଙ୍କ ପୌରାଣିକ ଏବଂ ଐତିହାସିକ କାହାଣୀ। ଏମିତି ମନ୍ଦିରମାନଙ୍କର କାହାଣୀ ଶୁଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।